ସେ ପ୍ରିନ୍ସିପାଲର ଶବଟାକୁ ନେଇ ଆସିଲ। କଣ କହିଲ ତୁ? ସବୁ ନା 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 ଏଇଟା କେମିତି ସବୁ ନୁହଁ। ମୋ ବାପାଙ୍କର କିଛି ହେଇନଥିବ। ମୋ ବାପା ମରିନଥିବେ। ମୋ ମନେ ହେଉଛି ମୋ ବାପା ବଞ୍ଚିଛନ୍ତି। ମୋ ବାପା ପାଇଁ ମୁଁ ଜାମିନ ପେପର ନେଇକି ଆସିଛି। ମୋ ବାପା ନେଇ ମୁଁ ଘରକୁ ଯିବି। ମୋ ବାପାଙ୍କର କିଛି ହେଇନଥିବ। ବାପା ବାପା ମୋ ବାପା ବଞ୍ଚିଛନ୍ତି। ମୋ ବାପା ମୋତେ ଡାକୁଛନ୍ତି। ଛାଡ଼ି ଦିଅନ୍ତୁ ଆଜ୍ଞା। ମୋ ବାପାକୁ ଛାଡ଼ି ଦିଅନ୍ତୁ। ମ୍ୟାଡମ ଆସ ପ୍ରିନ୍ସିପାଲର ଶବ ନେଇ ଆସ। ପାଗଳ କଣ ଏମିତି ସବୁ ସମୟ ନେଉଛ? ତୁମେ କ'ଣ ଶୁଣିପାରୁନ? ମୋ ବାପା ଗୋଟାଏ ମିନିଟ୍ ଲାଗିବ। ତୋ ବାପା ଦେଖି ରସିଟାକୁ ଭିଡ଼ି ଦେବି, ସଫ ପାଲଟି ଯିବ। ନାଇଁ, ଆଉ ରିପୋର୍ଟରେ ମୁଁ ଲେଖିଦେବି ପ୍ରିନ୍ସିପାଲ ସନାତନ ମିଶ୍ର ଆତ୍ମହତ୍ୟା କରିছে। ଭଗବାନ ଏଇଠି ମୋ କଥାରେ ରାଜି ହେଇଯା। ଭଲରେ କହୁଛି ମୋ କଥାରେ ରାଜି ହେଇଯା, ସମସ୍ତେ ବଞ୍ଚିଯିବ। ଆଉ ତା ନହେଲେ ତୁ ଥାନା ଭିତରେ ବସି ମାରପିଟ କରିଛୁ, ଏଇ ଅପରାଧରେ ତୁ ଭିତରକୁ ଯିବୁ ଆଉ ତୋ ବୋପା ଛଡ଼ା ଉପରକୁ ଯିବ। ଡିସିସନଟା ତୋ। କ'ଣ ଚାହୁଁଛୁ ତୁ? ଆରେ କଣ ଚାହୁଁଛ ତୁ? ନା ନା ସେ ଚାହୁଁଛି ତା ବାପା ମୋର। ଝିଅଟା ଆଜିକାଲି ଇମିତି କ'ଣ ହଉଛୁ? ପ୍ରେମିକ ମିଳିବ କେତେ? ପ୍ରେମିକ ପାଇଁ ବାପାକୁ ମାରିବା ପାଇଁ ପଛଉନାହାନ୍ତି। ତମେ ଯାଅ ସେ ବୁଢ଼ାର କାମ ଚାଲିଥିବ। ମୋର କିଏ ଏସ୍ପିଓ ପାଖରେ କାମ ହଉଛି। କିଏ ଦିନ ହେଲା ମୋତେ ଦେଖିନି ବୋଲି ବୁଢ଼ା ଗାଧଉନି। ମୁଁ ରାଜି। କ'ଣ କହିଲ ନା କ'ଣ? କି ଶୁଣିଲାନି ଆଉ ଥରେ କହିଲ? ମୁଁ ତମ କଥାରେ ରାଜି। ସବୁବେଳେ ସେଇ କଥା। କୋଉ କଥାରେ ରାଜି କ'ଣ ରାଜି? ଗୋଟେ ଖଣ୍ଡିତ ବାକ୍ୟ ନେଇ ସବୁବେଳେ କହୁଛୁ। ସମ୍ପୂର୍ଣ୍ଣ ବାକ୍ୟଟା କହୁନ। ମୁଁ ତମକୁ ବାହା ହେବା ପାଇଁ ରାଜି। ଘରେ ଶଙ୍ଖା ବିଦା କରି ସିନ୍ଦୁର ଲଗାତା ମଥାରେ। ଏସବୁ କ'ଣ ହେଉଛି? ଆଖିରେ କ'ଣ ମୋତିଆ ବିନ୍ଦୁ ମାଡ଼ି ଯାଇଛି? ଦେଖି ପାରୁନୁ ପଚାରୁଛୁ? ଦେଖିଲୁ ବା ତା ହାତରେ ଶଙ୍କା ପିନ୍ଧେଇ ମଥାରେ ସିନ୍ଦୁର ପିନ୍ଧେଇଲି। ପୁଣି ପଚାରୁଛୁ କ'ଣ? ତମନେ ମାନେ ଆମ ଭଲ ପାଇବାଟା ଆମ ଜନ୍ମ ହବା ପରଠୁ। ମାଟିରେ ପଇଲୁ ତ ଭଲ ପାଇଲୁ। ସେ କଥା କ'ଣ କି? ଆମ ଦୁଇ ଜଣଙ୍କ ମା ଆମକୁ ଗୋଟେ ମେଡ଼ିକାଲରେ ଜନ୍ମ ଦେଇଥିଲେ। ବେଡ୍ ପାଖାପାଖି ଥିଲା। ଶୀତ ଦିନ ମୁଁ ସୁସୁ କରିଦେଲି, ତାପରେ ପଡ଼ିଗଲା। ଆଉ ତାକୁ ଉଷୁମ ଲାଗିଲା, ସେଠୁ ପ୍ରେମ ହେଇଗଲା। ସେ ବାଜେ କଥା ବନ୍ଦ କର। ବାଜେ କଥା ମୁଁ କହୁଛି। ବିରାଟ ଦିନ ତମେ କ'ଣ ପ୍ରକୃତ କଥା କହିଲ? ତମେ ଯାହା ସବୁ କହୁଛ ସବୁ ସତ କଥା କହୁଛ। ସତ? କୋଉଟା ସତ? କ'ଣ ସେ ସତ କହୁଛି? ଆମ ଭଲ ପାଇବା ଅନେକ ଦିନର। ଖେଳ ଛୁଟି ବ୍ୟାଗ ଭିତରେ ପ୍ରେମ ଚିଠି। ଆଉ ଆଜି ଆମେ ନିଷ୍ପତ୍ତି ନିଜେ ବିବାହ କରିବୁ। କାଳେ ଆମ ଘର ଲୋକମାନେ ରାଜି ହେବେନି, ପଛରେ ଆମକୁ ହଇରାଣ କରିବେ। କେବଳ ସେଇଥିପାଇଁ ଏଇଠି ଏଇ ଥାନାରେ ମ୍ୟାଡ଼ାମଙ୍କ ସାମ୍ନାରେ ଆମେ ଦୁଇ ଜଣ ବିବାହ କରିଛୁ। ଆଜିଠାରୁ ମୁନା ଆଉ ମୋ ସ୍ୱାମୀ ସ୍ତ୍ରୀ। ମାରିଦେବି ତ କରିଦେବି, ମାରିଦେବି ମୁଁ। କ'ଣ କହିଲୁ? ଇଏ କିଏ? କ'ଣ ହବ ତୋର? একদম চুপ। ବାପ ବୁଢ଼ା ପୁରା ଟାଣ ଅଛି ଆଉ। ଆଚ୍ଛା ମ୍ୟାଡ଼ାମ, ବୁଢ଼ା କ'ଣ ଜେଲ ଭିତରେ ଦେଶୀ ଅଣ୍ଡା ସାଙ୍ଗରେ ଘିଅ ପରଟା ଦଉଥିଲ କି? କ'ଣ ହନୁମାନଙ୍କ ଭଳିଆ ଖାଲି ହଉଛି? ସଜୁଛି ବେଇମାନ ଲୋକ ତମେ। ଗୋଟେ ଏଭଳିଆ ଝିଅ ପାଇଛ, ତମକୁ ଥାନାରୁ ମୁକଳିବ ବୋଲି ସେ ଥାନାକୁ ଦୌଡ଼ି ଦୌଡ଼ି ତା ଗୋଡ଼ ଭେଣ୍ଡି ପଡ଼ିଗଲାଣି, ଠିକ୍ ସେ ଚାଲି ପାରୁନି। ତମେ ଏଭଳିଆ ଝିଅର ସୁଖ ଶାନ୍ତି ସହିପାରୁନା। ବାପା ନା ହିରଣ୍ୟ କଶ୍ୟପ। ଦେଖ ମୁଁ ମୋ ଝିଅ ସହିତ କଥା ହଉଛି, ତମ ସହିତ ନୁହଁ। ତମ ଝିଅ ଏବେ ମୋ ସ୍ତ୍ରୀ। ମିଛ ସତ।
লে বেটা ମୋ ନାମ ସ୍ୱାମୀ ମୁଦା କସି ମୋ ହାତରେ ତାଙ୍କରି ସଂଖ୍ୟା ମୋ ମଧ୍ୟରେ ତାଙ୍କରି ସିନ୍ଦୁର ଏଇଠି ଏଇ ଥାନାରେ ଆମେ ଦି ଜଣ ବିବାହ କରିଛୁ ଆଉ ମୁଁ କି ଦେଢ଼ଶୁର ବଡ଼ ଆଗ୍ରହରେ ପଚାରୁଛ ମୁଁ ଆଉ ମୁଁ କିଏ ଏ ବଡ଼ ଭାଇ ତମ ସାନ ଭାଇର ସ୍ତ୍ରୀ ମାନେ ସେ ତମ ଭାଇ ବୋଉ ତମେ ତା ଦେଢ଼ଶୁର ଏ ଅସମ୍ଭବ ମାନେ ପ୍ରେମିକା ଆଉ 8 ବର୍ଷର ମୋ ପ୍ରେମ ଭଲ ପାଇବା ଏ ମୀରା ତମର କ'ଣ ହେଇଛି କ'ଣ ସବୁ କହି ଯାଉଛ ଏଠି ସବୁ କ'ଣ ଘଟୁଛି ମୋ ସବୁ ସ୍ୱପ୍ନ ପରି ଲାଗୁଛି ଭୁଲି ଯାଉ ଅମଳା ବିଗତ ଦିନର କଥା ସବୁ ସ୍ୱପ୍ନ ବୋଲି ଭାବି ଭୁଲିଛ ମୀରା ତମେ ଏ କଥା କହୁଛ ଏଇଟା ହିଁ ତ ବାସ୍ତବତା ଆଉ ମୋ ବିଗତ ଦିନର ପ୍ରତିଶ୍ରୁତି ପାଣିର ଗାର ଆଉ ମୋ ଭରସା ବିଶ୍ୱାସ ଆକାଶର ରଙ୍ଗ ଏଇ ଅଛି ମିଳିତାରି ଗୋଟେ କଥା ମୋତେ କୁହ ତମେ କ'ଣ ମୋ ବିନା ବଞ୍ଚିପାରିବ ତମରି ଘରେ ତମରି ଭାଇ ବୋଉ ରହିବି ସେତେବେଳେ ତ ଜାଣିପାରିବନି ମୁଁ ବଞ୍ଚିପାରିବି ନା ଏ ବୁଢ଼ାଟା ହଉଛି ସେଇ ମଣିଷ ଯାହା ପାଇଁ ତୋ ବାପା ଜେଲ୍ କଲା ମାନ ସମ୍ମାନ ହରେଇଲା ସେଇଥିରେ ମୁଁ କମ୍ କଷ୍ଟ ପାଇନି ବାପା ସେଇଥିରେ ମୁଁ କମ୍ କଷ୍ଟ ପାଇନି କିନ୍ତୁ ତମେ କହିଲ ତମ ଜୀବନ ଚାଲିଗଲେ ମୁଁ କେମିତି ବଞ୍ଚିବି ବୁଝିଲି ଏ ମୁନା ତ ମୁଁ ବ୍ଲାକମେଲିଂ କରିଛି ଏ ମୀରା ତମେ ତାକୁ ଜମା ଭୟ କରନି ସେ ତମର କିଛି କରିପାରିବନି ମୁଁ ଅଛି କିନ୍ତୁ ମୁଁ ସିନ୍ଦୁର ପିନ୍ଧି ସାରିଛି ଅମଳା ମୀରା ମୋ ପାଖକୁ ଆସନି ମୋତେ ଛୁଇଁବାକୁ ଚେଷ୍ଟା କରିବନି ଆଜିଠାରୁ ସବୁବେଳେ ପାଇଁ ଗୋଟାଏ କଥା ମନେ ରଖିଥିବ ମୁଁ ତମ ଭାଇ ବୋଉ ଆଉ ତମେ ହେଉଛ ମୋ ଦେଢ଼ଶୁର ଜ୍ୟୋତିଷକୁ ଫୋନ୍ କଲେ ସେ ଜାତକ କଥା କହିବେ କ'ଣ ମିଳିବ ସେଠୁ ଯେତେ ଯାହା ହେଲେ ଆମର ତ ସେଠି ବାହାଘର କରିବାର ଅଛି ନା ଖାଲି ଝିଅର ବାପା ରାଜି ହେବା ଦରକାର ଆଜିକାଲି ସମୟ ଯାହା କୋଉ ପୁଅ ଝିଅ ଏତେ ବି ପରସ୍ପରକୁ ଅପେକ୍ଷା କରୁଛନ୍ତି ଆମ ପୁଅଟା ଯେମିତି ତାଙ୍କ ଝିଅଟା ବି ସେମିତି ତମେ ଠିକ୍ କହିଛ ମନୋଜ ସେ ଦି ଜଣଙ୍କ କଥା ଭାବିଲେ ମୋତେ ବେଳେବେଳେ ଲାଗେ ସେ ଦି ଜଣଙ୍କୁ ଉପରବାଲା ଦି ଜଣଙ୍କ ପାଇଁ କରିଛନ୍ତି ଯେତେ ଶୀଘ୍ର ବାହାଘର ସରିବା ଦରକାର ବାହାଘର ତ ସରିଯାଇଛି ବାହାଘର ସରିଯାଇଛି କାହା ବାହାଘର ସରିଯାଇଛି ତମ ପୁଅର କିଏ ବା କିଏ ପାଗଳଟା ନା କ'ଣ ପାଗଳ ଆରେ ପାଗଳ ତ ରାସ୍ତାରେ ବୁଲନ୍ତି ଅଇଁଠା ଖାଆନ୍ତି ଚିରାଫଟା ପିନ୍ଧନ୍ତି ହେଲେ ଏଭଳି ଡ୍ରେସ୍ ପିନ୍ଧନ୍ତିନି କି ହାତରେ ଗୋଲ୍ଡ ଫ୍ଲାଗ ସିଗାରେଟ୍ ଧରନ୍ତି ଏ ଗୋଟେ ଜାଣିବେ ଯେହେତୁ ଚିହ୍ନି ପାରୁନୁ ନା ଚିହ୍ନି ନ ଚିହ୍ନିବାର ଅଭିନୟ କରୁଛୁ
ତୁ যোগেশ দাস କାହିଁକି ଏଠିକି ଆସିଛ କୋଉଠି ପାଇଁ ଆସିଛ କଣ ତୁମର ଏଠି କାମ কাম নথিলে যোগেশ দাস কাହା ପାଖକୁ ଆସେନି ସେ ଭଲ ଭାବରେ ଜାଣିଛି ସମୟର ମୂଲ୍ୟ ଖୁବ୍ ବେଶୀ ସମୟ ବଡ଼ ଭଗବାନ ସେ ଚାହିଁଲେ ନଳରାଜା ଘାସ କାଟେ ଦାଣ୍ଡର ଫକୀର ଇତିହାସ ରଚେ ହଁ ହଁ ଠିକ ଅଛି ଯା ପିଲା ବେଟା ଶୀଘ୍ର ପୁଅ ଆଉ ଯା ଯୋଉ ତରକାରୀ କାମରେ ବାହାରକୁ କ'ଣ ହଠାତ୍ ଏମିତି ଦରକାରୀ କାମ ମରିଗଲା ଆହୋ ଆରେ ହଁ ଏ କ'ଣ ବଡ଼ ପୁଅ ଅମ୍ଳାନ ମହାପାତ୍ର ବିବାହ ପ୍ରସ୍ତାବ ନେଇଯିବୁ ନା କ'ଣ ବିବାହ ପ୍ରସ୍ତାବ ନେଇ ନୁହେଁ ଆଉ ବାହାଘର ତିଥିବାର ଲଗ୍ନ ସ୍ଥିର କରିବା ପାଇଁ ଆରେ ବାହାଘର ତ ସରିଛି ମାନେ ମାନେ ତମମାନେ କିଛି ଜାଣିନ ନା କ'ଣ ଆରେ ପ୍ରିନ୍ସିପାଲ ସନାତନ ମିଶ୍ର ତା ଝିଅ ମୀନା ମିଶ୍ର ଯାହାକୁ ତମ ବଡ଼ ପୁଅ ଅମ୍ଳାନ ମହାପାତ୍ର ଭଲ ପାଉଥିଲା ହଁ ବିବାହ କରିବାକୁ ବି କଥା ଦେଇଥିଲା ହେଲେ କ'ଣ ହବ ସେ ଝିଅ ତ ବାହାଘର ସରିଛି ଏ ମିଛ ମିଛ ଆରେ କ'ଣ କହିଲୁ ମିଛ ସତକୁ ମିଛ ମିଛକୁ ସତ ତୁ କରିପାରିବୁ ଆଶୁତୋଷ ମହାପାତ୍ର ତୋ ପରି ପୋଲିସ ବାଲା କରିପାରନ୍ତି କିନ୍ତୁ ଏ ଯୋଗେଶ ଦାସ ନୁହଁ ମୋ ସଂସାରକୁ ବର୍ବାଦ କରିଥିଲୁ ଟି ଏବେ ଦେଖ ତୋ ସଂସାର କେମିତି ବର୍ବାଦ ହଉଛି ଆଖି ଖୋଲି ଦେ ମତେ ଜେଲକୁ ପଠେଇଥିଲୁ ମିଛ କେସରେ ମୋ ସ୍ତ୍ରୀ ଆତ୍ମହତ୍ୟା କଲା ବିନା କାରଣରେ ଆଉ ଶେଷରେ ମୋ ପୁଅଟାକୁ ବି ଅମଣିଷ କରିଦେଲୁ ଘୃଣା ଆଉ ଅହଙ୍କାରରେ ଭୁଲ କଥା ଗୁଡ଼ାକୁ କାହିଁ କହୁଛ ଆଜି ପର୍ଯ୍ୟନ୍ତ ତମେ ଯାହା ଭାବିଛ ଭୁଲ ଭାବିଛ ଆମେ ତମ ପୁଅକୁ ଅମଣିଷ କରିବୁ ବରଂ ତମ ପୁଅ ହଁ ଖାଇବାକୁ ନ ଦେଇ ତାକୁ ଉପାସ ରଖିଛ ବିନା କାନରେ ମାଡ଼ ମାରି ଅପମାନିତ କରି ତମେମାନେ ତାକୁ ଘରୁ ବାହାର କରିଦେଇଛ ସେଦିନ ତ ଠିକ ସମୟରେ ପହଞ୍ଚି ନଥିଲେ ମୋ ପୁଅ ତ ଆତ୍ମହତ୍ୟା କରିଦେଇଥାନ୍ତା ତମେ ଖାଲି ମନକୁ ମନ କହିଚାଲିଛ ଆମେ ଯାହା କହୁଛୁ ଶୁଣିବ ନା ନାହିଁ ଶୁଣିବ ତମ ବଡ଼ ପୁଅ ଅମ୍ଳାନ ମହାପାତ୍ର ଚିତ୍କାର କରି କାନ୍ଦିବ ତମେ ଦିଟା କାନ ଖୋଲି ଶୁଣିବ କିଛି ହବନି କିଛି ହବନି ମୋ ପୁଅର ମୁଁ ବଞ୍ଚିଥାଉ ତ ମୋ ପୁଅ ଅମଳାନର କିଛି ହବ ଆରେ କିଛି ହବନି କ'ଣ କହୁଛୁ ତୋ ପୁଅର ଛାତିରେ ଯୋଉ ଘାଟା ସୃଷ୍ଟି ହେଇଛି ଖୁବ୍ କମ୍ ଦିନ ଭିତରେ ସେ ଘାଟା କ୍ୟାନ୍ସର ପାଲଟି ଆଉ ଯୋଉ କ୍ୟାନ୍ସର ଯନ୍ତ୍ରଣା ସହି ନ ପାରି ତମ ବଡ଼ ପୁଅ ଆତ୍ମହତ୍ୟା କରିବ କାହିଁକି ଆତ୍ମହତ୍ୟା କରିବ ମୋ ପୁଅ କଣ ହେଇଛି ତୁମ ଅମଳାନର ହୁଳୁହୁଳି ପକା ଆମ ହାଟକୁ ଅନେଇଲୁ କ'ଣ ପୁଅକୁ ଆଇଲେ ହୁଳୁହୁଳି ପକେଇ ବନ୍ଦାପନା କରି ଘର ଭିତରକୁ ନବ ନା ନାହିଁ ବାପାଙ୍କୁ କ'ଣ ତୁ ଜାଣିନୁ ସବୁ ହୁଳୁହୁଳି କେମିତି କାହିଁ ଜାଣିନୁ ନ ପକା ବଡ଼କୁ ପୁଣି କେହି ନାହାନ୍ତି ଗୋଟେ ପକେଇଥିବୁ ନା ଆମେ ପଳନ୍ତୁ ଭିତରକୁ ଅନେକ ଲୋକ ଚଳିବୁ ପରିବହନ ମାଡ଼ରେ ପଳେଇବା ଆସ ଏ ଭମ ତୁ ବୋଉ ନ ପକେଇଲେ ନାହିଁ ଆମେ କାମ କର୍ତ୍ତବ୍ୟ କାହିଁ ଭୁଲିବା ତମେ ଯାଉ ଗୋଟେ ମୁଣ୍ଡିଆ ମାରି ଦେଇକି ମୁଁ ପରିଚୟ ପ୍ରଦାନ କଲି ତେଣୁ ପଳଉଛ ପଡ଼େ ତାକୁ ସେପଟେ ଛିଡ଼ା ହେଇଛନ୍ତି ତାଙ୍କୁ ମାରିଥିଲେ ଆଉ ମାରିବନି ବି ବାପା ଛିଡ଼ା ହେଇଛନ୍ତି ଗୋଟେ ମୁଣ୍ଡିଆ ମାରିବ ସେଠି ବୋଉ ଛିଡ଼ା ହେଇଛି ଗୋଟେ ମୁଣ୍ଡିଆ ମାରିବ ଯାଅ ତମେ କ'ଣ ଏକୁଟିଆ ମୁଣ୍ଡିଆ ମାରିବ ତମ ସାଙ୍ଗରେ ମୁଁ ମାରିବି ନା ନାହିଁ ଚାଲ ଦୁଇ ଜଣ ଯାକ ମିଶିକି ମାରିବା ଝିଅ କିଏ ଲୋ ବୋଉ ଏ ଝିଅ ଥିଲା ନା ଆଉ କ'ଣ ଝିଅ କିଏ ଅଛି ମୁଁ ବାହା ହେଇଛି ମୋ ସ୍ତ୍ରୀ ସେ ଘରର ବୋହୂ କିନ୍ତୁ ବଡ଼ ଭାଇ ଅଛି ସାନ ଭାଇ ବାହା ହେଇଯିବାଟା ଖରାପ କଥା ତୁ କ'ଣ ଜାଣିନୁ ତୁ ତୋର ଚିନ୍ତା କରୁ ଭାଇ ପୋଲିସ ଚାକିରି କରିଛି ତାକୁ କ'ଣ ଝିଅ ଅଭାବ ହବ ମୁଁ ବାନା ବାପାର ନା ମୋତେ କେହି ଝିଅ ଦେଇନଥାନ୍ତେ ଯାହା ହଉ ଭଗବାନ ଦୟା କଲେ ଗୋଟେ ଦାମୀ ଘର ଝିଅ ଦେଲେ ଝିଅ ବି ମେ ପଢ଼ିଛି ଏ ଧନ ସେଇଟା ମେଟି କ'ଣ ମେ ପଢ଼ିଛି ବୁଝିଲୁ ଦେଖିଲେ ଖୁସି ହେଇଯିବୁ ହଁ ଠିକ ଅଛି ଆରେ ତାକୁ ଦେଖିଲେ ସେ ଦି ଜଣ ଯେତିକି ଖୁସି ନେବେ ତା ବାପା ନାଁ ଶୁଣିଲେ ବେଶୀ ଖୁସି ହେଇଯିବେ ତାହେଲେ ଆଗ ବାପା ନାଁ କହିଦେବା ନା ନା ଆଗ ମୁହଁ ଦେଖେଇବୁ ନା ଆଗ ମୁଁ ଦେଖିବି ଆଉ ବାପୁ ଯାହା କହିଲେ ସେ କରିବା ଧନ ମୁଁ ଦେଖି ଦିଅ ଏ ଦେଖିଲ ବାପା ମାଆକୁ ଲାଜ କରି ଚଳିବ ମୁଁ ଗେଲୁ କାଇଲୁ ଦେଖିଲ ଇଏ ପୁରା ମୀରା ହଁ ମୀରା ମୀରା ତାପରେ କାହାକୁ ତାହାକୁ ତମ ବଡ଼ ପୁଅ ଅମ୍ଳାନ ମହାପାତ୍ର ଭଲ ପାଉଥିଲା ବିବାହ କରିବାକୁ ବି କଥା ଦେଇଥିଲା ମୋର ପର୍ବ ଡାଇଲଗ ମନେ ପକା ଆଶୁତୋଷ ମହାପାତ୍ର ତୋ ସହିତ ତ ମୋର ପୋଳିଟାରେ ଦେଖା ହବ
ଆଉ ସେତେ ଦିନ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥା ଆସୁଛି ମୁଁ ମୀରା ବାପୁ ଯାହା କହୁଥିଲେ କଥା କ'ଣ ସତ ମାନେ ତମେ ମୋ ଭାଇକି ଭଲ ପାଉଥିବ ନା ମିଛ ବାହା ହେବା ପାଇଁ ସ୍ୱପ୍ନ ଦେଖିଥିଲ ସବୁ ମିଛ ବିଶ୍ୱାସ କରି ତୋ ଭାଇ କେମିତି ଚିହ୍ନିନି ଜାଣିନି ତ ଭଲ ପାଇବା ବାହା ପାଇଁ କଥା ତ ଏଇସବୁ ତ ଦୂର କଥା ତା ସାର୍ ମୁଁ କେବେ ବି ଦେଖା ହେଇନି ହେ ଭଗବାନ ମୁଁ ଏବେ କ'ଣ କରିବି ଯଦି ଏ କଥା ସତ ହୋଇଯାଏ ମୋ ଭାଇ ପୋଲିସ ଚାକିରି କରିଛି ତା ହାତରେ ପାୱାର ଅଛି ତମକୁ ମୋଟର ସେ ଛଡ଼େଇ ଦେବ ଓ ମାଇ ଗଡ଼ ବେତନ ଟିକେ ସହିଯିବୁ ତୁ ପାପ କରୁଛୁ ତୋତେ ଧର୍ମ ସହିବନି ଭାଇ ଭାଇର ଭବିଷ୍ୟତକୁ ନଷ୍ଟ କରିଦେଇଛୁ ମୁଁ ବର୍ତ୍ତମାନ ଭବିଷ୍ୟତକୁ ବର୍ବାଦ କରିଦେଇଛୁ ଟିକେ ହାଉଲେ କହୁନୁ ବାଡ଼େଇ ଚାପିକି କହୁଛୁ କାହିଁକି ହଁ ଏଠି ମୁଁ ଭିଲିଆନ ଆର୍ଟିଷ୍ଟ ମୁଁ ମୋର ବାଡ଼େଇ ଚାପିକି କହିବି ତୁ ହିରୋଟା ହାଉଲେ ହାଉଲେ କହିବୁ ହଁ ହାଉଲେ ହାଉଲେ କହ ମୁଁ କ'ଣ ଭୁଲ କରିଛି କହୁନୁ ଅମ୍ଳାନ ତୋ ବୋଉ ଯାହା କହୁଛି ଏକଥା କ'ଣ ସତ ମୁନା ତୋ ଝିଅକୁ ବାହାଇଛି ସେ ଝିଅ ମୀରା ମିଶ୍ର ପ୍ରିନ୍ସିପାଲ ସନାତନ ମିଶ୍ରଙ୍କ ଝିଅ ସେ ପିଲାଦିନରୁ ମୋ ସହିତ ପାଠ ପଢୁଥିଲା ଆମେ ଦୁଇ ଦିଗକୁ ଭଲ ପାଉଥିଲୁ ଆଉ ବିବାହ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲୁ ଏ ଭଗବାନ ମୀରା ଏସବୁ କ'ଣ ସତ ମୁଁ ଠକିଗଲି ଆଉ ମୋତେ କିଏ ବାହା ହବ? ନାଇଁ ବିଶ୍ୱାସ କର ତମେ ଆଦৌ ଠକିନ ମୁଁ ମାନୁଛି ମୋର ଅମ୍ଳାନଙ୍କ ସହିତ ଏ ପ୍ରଭୁ ତମେ କ'ଣ କଲ ମୀରା ମୋ ଭାଇ ତମ ଦେଢ଼ଶୁର ହବ ତମେ ତା ଭାଇ ବୋଉ ଦେଢ଼ଶୁରକୁ ନାଁ ଧରି ଡାକିଦେବ ଜାଣିନଥିଲ ନୁହଁ ହଉ ମନ ଦୁଃଖ ନାହିଁ ଥରେ ପାଟିରେ ପଶିଗଲା ଏବେ ଶୁଣ ଏବେଠୁ ତମେ ଭାଇକି ନନା ବୋଲି ଡାକିବ ତମେ ଭାଇକି ନନା ବୋଲି ଡାକିବ ମାନେ ମୁଁ ତମେ ବା ନନା ବୋଲି ଡାକିବ ମତେ ନନା ସମାଧାନ କଲେ ଦେଖିବା କ'ଣ ନା ମୁଁ ନନାଙ୍କ ସହିତ ପାଠ ପଢୁଥିଲି ସତ ହେଲେ ତାଙ୍କ ସାର୍ ମୋର କୌଣସି ସମ୍ପର୍କ ନଥିଲା ଏମା ମୋତେ ଲାଗୁଛି ତୁ ମୋ ପାଖରେ କିଛି କଥା ଲୁଚୁଛୁ ଭୟ କରନି ମା ସତ କହ ସତରେ କ'ଣ ତୁ ଅମ୍ଳାନକୁ ଆଗରୁ ଜାଣିନୁ ସତରେ କ'ଣ ତମ ଦୁଇ ଜଣଙ୍କ ଭିତରେ କିଛି ବି ନଥିଲା ଆଉ ସେ ପଛକୁ ଆଲୋଚନା କରି କିଛି ଲାଭ ନାହିଁ ନା ସେଟା ଆଲୋଚନା କଲେ ଭଲ ନୁହଁ ଆମର ବାହାଘର ସରିଛି ପୁଣି ଥରେ ନୁହେଁ ଦୁଇଥର ଥରେ ମନ୍ଦିରରେ ଥରେ ଥାନାରେ ଏବେ ସେ ମୁନାର ସ୍ତ୍ରୀ କାଲି ଆମ ଚୌଠି ତୋ ସାନ ଭାଇର ସ୍ତ୍ରୀ ମାନେ ତୋର ଭାଇ ବୋହୁ ଭାଇ ବୋଉକୁ ଚାହିଁବା ପାପ ଛୁଇଁଲେ ମହାପାପ ତୋ ମାନେ ଛିଡ଼ା ହେଇଥା ମୁଁ ପଦା પર ଥାଳି ଆଣେ ପଦେଇକି ନିଜ କଲେ କେଳ ମାନସେ ମୋର ମୀରାକୁ କେତେଟା ପ୍ରଶ୍ନ ପଚାରିବାର ଅଛି ମୀରା ତାକୁ କଥା ଦେ ଭରସା ଦେ ଠକି ଦେବାଟା ମଣିଷ ପଣିଆ ନୁହେଁ କୌଣସି ପରିସ୍ଥିତିରେ ପଡ଼ି ହେଉ ବା କୌଣସି କାରଣରେ ହେଉ କାହାର ଭାବ ପ୍ରବଣତା ସହିତ ଖେଳ କରିବା ଅର୍ଥ ତାକୁ ହତ୍ୟା କରିବା ସହିତ ସମାନ ମଣିଷ ଦୁଇଥର ମୃତ୍ୟୁବରଣ କରେ ଥରେ ନିଶ୍ୱାସ ବନ୍ଦ ହେଇଗଲେ ଆଉ ଥରେ ବିଶ୍ୱାସ ଭାଙ୍ଗିଗଲେ ଏ ମୀରା ତ ମତେ ବଞ୍ଚି ଥାଉ ତାକୁ ମାରିଦିଅନି ମତେ ହେ ମା ଏବେ ବି ସମୟ ଅଛି ସତ କହ ମା କୌଣସି ପରିସ୍ଥିତିରେ ପଡ଼ି ତୁ ଅମ୍ଳାନକୁ ଠକି ଦେବୁ ତ ନାଇଁ ବାପା ଆପଣ ଯାହା ଭାବୁଛନ୍ତି କଥାଟା ସେମିତି କିଛି ନାହିଁ ମୁଁ ନିଜ ଇଚ୍ଛାରେ ମୁନାକୁ ବିବାହ କରିଛି ଆଉ ମୁନା ବି ଯାହା କହିଗଲା ଆମ ବାହାଘର ଦୁଇଥର ହେଇଛି ଥରେ ମନ୍ଦିରରେ ଆଉ ଥରେ ଥାନାରେ ଇଏ ବାହାଘର ମୋ ସମ୍ମତିରେ ହେଇଛି କାହା ବାକି ମୋତେ ହେଇନି ମିଛ କହୁଛ ତମେ ମୁଁ କହୁଛି ମିଛ କହୁଛ ତମେ ବାବା এই ମୁନା ମୀରା ବ୍ଲାକମେଲିଂ କରି ଏମିତି ସବୁ ଘଟଣା ଘଟେଇଛି ମୀରା ପରା କହୁଛି ତା ନିଜ ଇଚ୍ଛାରେ ସେ ମୁନାକୁ ଆଇଛି ଏ ମୀରା ତମ ମୁଣ୍ଡ ଉପରେ ହାତ ରଖି କହିଲା ମୋ ମୁଣ୍ଡ ଉପରେ ହାତ ରଖି କୁହ ଏ ମୀରା ମୋ ମୁଣ୍ଡ ଉପରେ ହାତ ରଖି କହିଲା ଭଲ ପାଉନଥିଲ ଆମ ପ୍ରେମ ଭଲ ପାଇବା ଆପଣ 15 ବର୍ଷରୁ ନୁହେଁ ମୁଁ ତମ ପାଇଁ ତମେ ମୋ ପାଇଁ ଅପେକ୍ଷା କରି କରି ଆମ ବିବାହ ବୟସ ପଚାରି ପକେଇ ଦେଇନେ ଆପଣ ମୋତେ ଆଗେ କୁହନ୍ତୁ ଆପଣ ମୋତେ ଛୁଇଁବାକୁ ସାହସ କଲେ କେମିତି ଆପଣ ମୋର ଭୁଲିଗଲେଣି ମୁଁ ଆପଣଙ୍କର ଭାଇ ବୋଉ ଆଉ ଆପଣ ହେଉଛନ୍ତି ମୋ ଦେଢ଼ଶୁର ଗୋବର ପାଣି ପିଇବ ମାନେ ମୀରା ତମେ ତୁ କରେ ତୁ କ'ଣ କରିଛୁ ତୁ ପାଠ ପଢିଛୁ ଚାକିରି କରିଛୁ ତୋ ବାପର ପଇସା ଅଛି ବୋଲି ତୁ ଯାହା କହିବୁ କ'ଣ ସେଇଆ ହବ ତୁ ଯଦି ତାକୁ ଭଲ ପାଉଥିଲୁ ତାହେଲେ ବାରମ୍ବାର ପଚାରିଲା ପରେ ସେ ଗୋଟେ କଥା କହୁଛି କାହିଁକି ତୁ ଯଦି ତାକୁ ବାହା ହେବାକୁ କଥା ଦେଇଥିଲୁ ସେ ତୋତେ ବାହା ହେବାକୁ କଥା ଦେଇଥିଲା ତାହେଲେ ତୋତେ ଭୁଲିକି ସେ ମୁନାକୁ ବାହା ହେଲା କ'ଣ ପାଇଁ ଅମ୍ଳାନ କ'ଣ କହିଲା କିଛି ଶୁଣି ପାରିଲନି ମୋତେ ଆଉ ମୀରା କ'ଣ କହୁଛି ତମେ ଶୁଣି ପାରୁନ ମୋତେ ଭୟ କରୁଛି ମୋତେ ତ ତମକୁ ଭୟ ଲାଗୁଛି ତମେ ବାପୁକୁ ଦିନ ମିଶିକି ମୋ ମୁନାଟାକୁ ମାରିଦେବନି ତ ମୁନା ମୋର ଶତ୍ରୁ ନୁହେଁ ମାନସୀ ତମେ ବି ବାପ ହେବା ପାଇଁ ଯୋଗ୍ୟ ନୁହଁ ତମେ ଯଦି ପ୍ରକୃତ ବାପ ହେଇଥାନ୍ତ ସାନ ଭାଇ ଯାହାକୁ ବାହା ହେଇକି ଆସିଛି ତମେ ବଡ଼ ଭାଇ ସାଙ୍ଗରେ ବାହାଘର କରିବା ପାଇଁ
ସମସ୍ତଙ୍କ ସାମ୍ନାରେ ତମ ହାତ ଧରିକି ଆଣି ପକେଇଲା କାଲି କେହି ଘର ନଥିବେ ପଶି କଣ କାଣା କାଣା କରିଦେବ ଲୋ ବାପ ମୋ ସଂସାର ମତେ ବଡ଼ ତମେ ଚାଲ ମୁନା ମୋତେ ବି ସାଙ୍ଗରେ ନେଇ ଚାଲେ ଚାଲ মানুষ তো মতো ভুল বুঝছো ଆଜି ପର୍ଯ୍ୟନ୍ତ ତମକୁ ମୁଁ ଠିକ୍ ବୁଝିଥିଲି କିନ୍ତୁ ଏବେ ବୁଝୁଛି ତମକୁ ଠିକ୍ ବୁଝିବାଟା ମୋର ଭୁଲ ଥିଲା ଏବେ ଆଉ ସେ ଭୁଲର ପୁନରାବୃତ୍ତି ହବନି ମୁଁ ମୋ ପୁଅ ମୋ ସାଙ୍ଗରେ ଘର ଛାଡ଼ି ଯାଉଛି মোর ভুল হয়ে যাইছে তুমি মনে ক্ষমা করে দিও ক্ষমা করে দিও মতে হাত জোড়ছিল মোর ভুল হয়ে যাইছে এমনি ভুল মো কেবে করবিনি কেবে এমনি ভুল মু করবিনি মুনা ମୁଁ ସତ କହୁଛି ମୁଁ ଏ ଘର ଛାଡ଼ି ଚାଲିଛି ତୋ ବାଟରେ ମୁଁ କେବେ ବି କଥା ହେବିନି ହେଲେ ତୁ ଏ ଘର ଛାଡ଼ି ଯିବା କଥା କହନି ରେ କାହିଁ ଗୋଟେ ସବୁବେଳେ ପଛୁଟା ତୁ କଣ ସମସ୍ତଙ୍କୁ ଅଲକ୍ଷଣଟା କି ପଛକୁ କାହିଁ ଦେଖୁଛ ଆମେ ଯାଉଛୁ ଆମ ବାଟରେ ଏ ଶୁଣୁ ଆଉ ଯଦି ବା ଡାକିଲୁ ଗୋଟେ ବଡ଼ ଭାଇଟା କହୁଛୁ କିନ୍ତୁ ମୁଁ କିଛି କହିପାରିବିନି ଅନେକ ଇଏ ଯେଉଁ କେସ୍ ଘଟିଛି ଆ ପରେ ମୁଁ କିଛି କହିପାରିବିନି କାହିଁକି ନା ମୋ ସ୍ତ୍ରୀ ଯାହା କହିବ ମୋର ସେଇଆ ତେଣୁ ତୁ ଯଦି ପାରୁଛୁ ବୋଉକୁ ମୋତେ ଛାଡ଼ ମୋ ସ୍ତ୍ରୀକି ବୁଝା ବୁଝା ମୋର ମୋର ଭୁଲ ହେଇଯାଇଛି ମେ ବାର ବାର ଭୁଲ କ'ଣ କହୁଛ ଭୁଲ ହେଇଯାଇଛି ମି କହ ମି କି ତମ ଭାଇ ବୋଉ ସିଏ ସାନ ଭଉଣୀ ସହ ସମାନ ସାନ ଭଉଣୀ ବୋଲି ସମ୍ବୋଧନ କର ମୋର ମୋର ଭୁଲ ହେଇଯାଇଛି ସାନ ଭଉଣୀ তোর মতে ক্ষমা করদিও ক্ষমা করদিও মতে ବହୁତ କଷ୍ଟ ହେଉଛି ଭାଇ ସାନ ଭଉଣୀ ଡାକିଲା ଭାରି କଷ୍ଟ ହଉଛନ୍ତି ହଉ ମନ ଦୁଃଖ କରନା ତୁ ଏକା ଭୁଲ କରୁନୁ ତୋ ସାଙ୍ଗରେ ବାପା ବି ଭୁଲ କରୁଛନ୍ତି ଅନେଇଲୁ ବାପା ସିନା ତୁ ସପୋର୍ଟ କରିବାରୁ ତୁମ ସ୍ତ୍ରୀର ହାତ ଧରି ପକେଇଲୁ ତେଣୁ ତୁମେ ବାପ ପୁଅ ଦୁଇ ଜଣ ଯାକ ଭୁଲ କରିଛ ତମେ ଦୁଇ ଜଣ ଯଦି ତମ ଭୁଲର ପ୍ରାୟଶ୍ଚିତ କରିବ ଆମେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଏ ଘରେ ରହିବୁ ଆମେ କହ ଆଜ୍ଞା ଆମେ ମାନେ କ'ଣ କଲେ ତମେ ମାନେ ଏ ଘର ଛାଡ଼ି ଯିବନି ମୁଁ ବା କିଛି କହିବିନି ବୋଲି କହିଛି ଯାହା କହିବ ମୋ ସ୍ତ୍ରୀ କହିବ କାହିଁକିନା ମୋଠୁ ଅଧିକ କଷ୍ଟ ସେ ପାଇଛି ନା ବୁଝିଲା ଜାନ ଦେଖ ଯାହା ହେଲେ ବାପା ଭାଇ ସେ ମୋର କ'ଣ ଗୋଟେ ଭାଇ ଭୁଲ କରିଦେଇଛି ତେଣୁ ତମେ କୁହ ସେମାନେ କ'ଣ କଲେ ତମେ ଖୁସି ହବ ମୁଁ କହିବି ହଁ ତମେ କହିବ ଯେ କିନ୍ତୁ ଆଗ ପଛ ଆଗତ ଭବିଷ୍ୟତ ସବୁ କଥାକୁ ଚିନ୍ତା କରିକି କହିବ କୁହ ବସ୍ ଉଠେଇବି ଏହା ପରମ୍ପରା ରହୁଛି ବଞ୍ଚିକି ବେଶୀ ନୁହଁ ଦସ୍ତ ବାପା ତମେ ଭାଇ କାମ ଧରିବ ଭାଇ ତୁ ବାପାଙ୍କ କାମକୁ ଧରିବ ମୀରାର ଗଣିତ ଭଲ ହୁଏ ସେ ଗଣାଗଣି କରିବ ମୁଁ ଖାଲି ଠିଆ ହେଇକି ଦେଖିବି କାର୍ଯ୍ୟକ୍ରମ ସବୁ ଠିକ୍ଠାକ୍ ହେଉଛି କି ନାହିଁ ଆସ ତାର କାମ କର ଅନାନେଲେ ହବ ଭାଇ ତୁ ଆଗ ଧରି ପକେଇଲୁ ବାପାଙ୍କ ନାଁ ସବୁ ଧରି ପକା କାମ ଧରା ଦେଇ ହଉ ନା ମୀରା ଏବେ କ'ଣ କ'ଣ ଏକ দুই তিন চার পাঁচ ছ সাত আট জীবন
ଅଛି